ସକାଳ 7ଟାରୁ 11ଟା ଭିତରେ ଯେଉଁ ବ୍ୟକ୍ତିମାନେ ସ୍ନାନ କରୁଛନ୍ତି ସେମାନେ ଏହି ଭିଡ଼ିଓ ନିଶ୍ଚୟ ଦେଖନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଯେଉଁମାନେ ସକାଳ 7ଟାରୁ 11ଟା ଭିତରେ ସ୍ନାନ କରିଥାନ୍ତି ସେମାନଙ୍କ ସହିତ କ'ଣ ହୋଇଥାଏ ଏହି କଥା ଥରେ ଗରୁଡ଼ ଭଗବାନ ନାରାୟଣଙ୍କୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ପ୍ରଭୁ ନାରାୟଣ ଅତି ବିସ୍ତାର ଭାବରେ ଗରୁଡ଼କୁ ବୁଝାଇଛନ୍ତି ଯେ ଏହି ସମୟରେ ସ୍ନାନ କରୁଥିବା ବ୍ୟକ୍ତିମାନଙ୍କ ସହିତ କ'ଣ ହୋଇଥାଏ। ଯଦି ଆପଣମାନେ ବି ଏହି ସମୟରେ ସ୍ନାନ କରୁଛନ୍ତି କିମ୍ବା ନିଜ ଛୁଆଙ୍କୁ ସ୍ନାନ କରାଉଛନ୍ତି, ଜାଣିସାରିବା ପରେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ଆପଣ ଯଦି ଏହି ସମୟରେ ସ୍ନାନ କରୁଛନ୍ତି ତେବେ ଭିଡ଼ିଓକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହି ଭିଡ଼ିଓ ଦେଖି ସାରିବା ପରେ ହୁଏତ ଆପଣଙ୍କର କିଛି ଲାଭ ମଧ୍ୟ ହୋଇପାରିବ। ଏବେ ଦର୍ଶକ ବନ୍ଧୁ, ସକାଳ 7ରୁ 11ଟା ଭିତରେ ସ୍ନାନ କରୁଥିବା ବ୍ୟକ୍ତିଙ୍କ ସହିତ କ'ଣ ହୋଇଥାଏ ଜାଣିବା ଆଗରୁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ନିହାତି ଲେଖନ୍ତୁ। ସ୍ନାନ ଆମେ କାହିଁକି କରିଥାଉ? ନିଜର ଶରୀରର ଦୁର୍ଗନ୍ଧତା ଯିବା ପାଇଁ, ଶରୀର ସ୍ୱଚ୍ଛତା ପାଇଁ ଆମେ ସ୍ନାନ କରିଥାଉ। କିନ୍ତୁ ଦେଖିବାକୁ ଗଲେ ସ୍ନାନ ଯେଉଁମାନେ କରିଥାନ୍ତି ସେମାନଙ୍କ ଶରୀର ସୁସ୍ଥ ରହିଥାଏ। ଯଦି ଆମେ ଜ୍ୟୋତିଷ ଶାସ୍ତ୍ରକୁ ଟିକେ ଆଲୋଚନା କରିବା, ଯେଉଁମାନେ ସ୍ନାନ ନ କରିଥାନ୍ତି ସେମାନଙ୍କ ଘରେ ଗରିବୀ ସମସ୍ୟା ଥାଏ, ରାହୁ କେତୁର କୁପ୍ରଭାବ ଥାଏ, ଦିନକୁ ଦିନ ସେହି ଘର ଗରିବୀ ଆଡ଼କୁ ଚାଲି ଯାଇଥାଏ। ଯେଉଁମାନେ ଅସନା ରହିଥାନ୍ତି, ଦିନ ଦିନ ଧରି ନ ସ୍ନାନ କରି ରହିଥାନ୍ତି। ଏବେ ଯେଉଁମାନେ ସ୍ନାନ ନ କରି ଭୋଜନ କରିଥାନ୍ତି ସେମାନେ ପ୍ରେତ ଭୋଜନ ସହିତ ସମାନ ଅଟେ। ସେମାନେ ଯେଉଁ ଭୋଜନ କରନ୍ତି, ପ୍ରେତ ଯେଉଁ ଭୋଜନ କରେ ତା ସହ ସମାନ ହୋଇଥାଏ। ଏମିତିରେ ଦେଖିବାକୁ ଗଲେ ଯେଉଁମାନେ ସ୍ନାନ ନ କରୁଛନ୍ତି ଏହି ଭିଡ଼ିଓ ସେମାନଙ୍କ ପାଖକୁ ନିହାତି ସେୟାର କରନ୍ତୁ ଏବଂ ସ୍ନାନ କରିବା ପାଇଁ କୁହନ୍ତୁ। ଏମିତିରେ ଦେଖିବାକୁ ଗଲେ ଯେଉଁମାନଙ୍କର ଇସନଫୁଲିଆ ଥାଏ ସେମାନେ ଡରିଯାଆନ୍ତି ସ୍ନାନ କରିବା ପାଇଁ, କିନ୍ତୁ ଯାହା ରୋଗ ଥାଉ ନା କାହିଁକି ଅଭ୍ୟାସ କଲେ ନିଶ୍ଚୟ ଆପଣ ସଫଳ ହେବେ। ଯେତେବେଳେ ଗୋଟିଏ ଜିନିଷ ଅଭ୍ୟାସରେ ପରିଣତ ହୋଇଯିବ ତାହା କୌଣସି କୁପ୍ରଭାବ ପଡ଼ିବ ନାହିଁ। ତେଣୁ ପ୍ରତ୍ୟେକ ଦିନ ସ୍ନାନ କରିବା ଦ୍ୱାରା ମଣିଷ ସ୍ୱଚ୍ଛତା ସହିତ ବହୁତ ସାରା ଘରକୁ ପଜିଟିଭିଟି ଆସେ ଏବଂ ନିଜକୁ ବି ଗୋଟେ କାମ କରିବା ପାଇଁ ଖୁସି ଲାଗେ। ଯେଉଁମାନେ ସ୍ନାନ ନ କରିଥାନ୍ତି ସେମାନଙ୍କର ଦିନଚର୍ଯ୍ୟା ପୁରା ଆଳସ୍ୟ ପୂର୍ବକ ରହିଥାଏ। ଏହି କଥା ସତ କି ମିଛ ନିଜକୁ ପଚାରନ୍ତୁ। ଦ୍ୱିତୀୟରେ, ଯେଉଁମାନେ ସକାଳ 4ଟାରୁ ସକାଳ 6ଟା ଭିତରେ ସ୍ନାନ କରିଥାନ୍ତି ସେହି ସ୍ନାନକୁ ଦେବ ସ୍ନାନ ବୋଲି କୁହାଯାଏ। କ'ଣ ଆପଣମାନେ ଏହି ସମୟରେ ସ୍ନାନ କରୁଛନ୍ତି କି? ତେବେ ଭଲ ଭାବରେ ଶୁଣି ରଖନ୍ତୁ। ଯଦି ଆପଣମାନେ ସକାଳ 4ଟାରୁ 6ଟା ଭିତରେ ସ୍ନାନ କରୁଛନ୍ତି ଆପଣଙ୍କ ସହିତ କ'ଣ ହେଉଛି? ଯେଉଁମାନେ ସକାଳ 4ଟାରୁ 6ଟା ଭିତରେ ସ୍ନାନ କରୁଛନ୍ତି ସେମାନଙ୍କର କ'ଣ ହୋଇଥାଏ ନା, ଜୀବନରେ ବହୁତ ସକାରାତ୍ମକ ଉର୍ଜା ରହିଥାଏ। ବାଛି ନିଅନ୍ତୁ ସେହି ଲୋକମାନଙ୍କୁ, ସେହି ଘରେ ସଦାସର୍ବଦା ମା ଲକ୍ଷ୍ମୀଙ୍କର ବାସ ରହିଥାଏ, ସଦାସର୍ବଦା ଭଗବାନଙ୍କର କୃପା ରହିଥାଏ। ଭଗବାନଙ୍କ ଆଶୀର୍ବାଦରୁ ସେହି ଘରେ କେହି ଅକାଳ ମୃତ୍ୟୁର ସାମ୍ନା କରିନଥାଏ। ସେହି ଘରେ ଛୁଆମାନେ ଭଲ ପାଠ ପଢ଼ିଥାନ୍ତି, ସେହି ଘରେ ଦିନକୁ ଦିନ ଉନ୍ନତି ଆଡ଼କୁ ଅଗ୍ରସର ହୋଇଥାନ୍ତି। ସେହି ଘରର ମହିଳା ଯଦି କରିଥାନ୍ତି କିମ୍ବା ସ୍ୱାମୀ କରିଥାନ୍ତି, ପୁରା ପରିବାର ଯଦି ଘରେ ଜଣେ ଭଗବାନଙ୍କର ଚିନ୍ତା କରୁଛି, ଭଗବାନଙ୍କୁ ଡାକୁଛି, ପୁରା ପରିବାର ତାର ଧର୍ମର ପାତ୍ର ହୋଇଥାଏ। ପରିବାରରେ ଯଦି ଜଣେ ଅଧର୍ମ କରୁଛି ତାର ଭାଗ ବି ପୁରା ପରିବାର ନେଇଥାଏ। ତେଣୁ ଯେଉଁମାନେ ସକାଳ 4ଟାରୁ 6ଟା ଭିତରେ ସ୍ନାନ କରୁଛନ୍ତି ସେମାନଙ୍କୁ ଦେବସ୍ନାନ ବୋଲି କୁହାଯାଏ। ଏହି ସମୟରେ ପ୍ରତ୍ୟେକ ମନ୍ଦିରର ଦରବାଜା ବା କବାଟ ଖୋଲା ରହିଥାଏ, ଯାହାଦ୍ୱାରା କି ଏହି ସମୟରେ ମନ୍ଦିରର ଦେବାଦେବୀଙ୍କୁ ସ୍ନାନ କରାଯାଏ। ଯେଉଁ ବ୍ୟକ୍ତି ଏହି ସମୟରେ ସ୍ନାନ କରିଥାନ୍ତି ସେମାନଙ୍କର ମନ ଏବଂ ଶରୀର ସୁସ୍ଥ ରହିଥାଏ ଏବଂ ସତେଜ ରହିଥାଏ ଏବଂ କାମ କରିବା ପାଇଁ ଇଚ୍ଛା ରହିଥାଏ ଏବଂ ସେମାନେ ଧାର୍ମିକ ହୋଇଥାନ୍ତି। ପୁରାଣ ଶାସ୍ତ୍ରରେ ଏହି ଭଳିଆ ବ୍ୟକ୍ତି ବିଶେଷ ମାନଙ୍କୁ ଦେବସ୍ନାନ ଯେଉଁମାନେ କରିଥାନ୍ତି, ଅର୍ଥାତ୍ ସକାଳ 4ଟାରୁ 6ଟା ଭିତରେ ଯେଉଁମାନେ ଉଠିଥାନ୍ତି, ସ୍ନାନ କରି ନିଜର ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି, ସଫଳତାର ପ୍ରାପ୍ତ ପାଇଁ ବେଶୀ ସମୟ ଲାଗିନଥାଏ। ତେଣୁ ଏହିଭଳିଆ ବ୍ୟକ୍ତି ବିଶେଷ ଗଣ ଜୀବନ ସାରା ସୁଖୀର ପାତ୍ର ହୋଇଥାନ୍ତି। ସୁଖ ତାଙ୍କର ଘର କବାଟ ସବୁବେଳେ ପାଖରେ ରହିଥାଏ, ସଦାସର୍ବଦା ସଫଳତା ଆଡ଼କୁ ସେ ଅଗ୍ରସର କରିଥାନ୍ତି। ତେଣୁ ଏହିଭଳିଆ ଲୋକମାନେ ନିଶ୍ଚୟ ଆଗକୁ ଯାଇଥାନ୍ତି।
ଏବଂ ଯେଉଁମାନେ ସକାଳ 7ଟାରୁ ଅର୍ଥାତ୍ 6ଟାରୁ ଦିନ 11ଟା ଭିତରେ ସ୍ନାନ କରିଥାନ୍ତି, ଭଲ ଭାବରେ ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଏହି ସମୟରେ ସ୍ନାନ କରୁଥିବା ବ୍ୟକ୍ତିଙ୍କ ସହିତ କ'ଣ ହୋଇଥାଏ। ଚାଲନ୍ତୁ ପ୍ରଥମେ ନଜର ପକାଇବା ଘରର ଗୃହିଣୀମାନଙ୍କ ଉପରେ। ଘରର ଗୃହିଣୀମାନଙ୍କୁ ଲକ୍ଷ୍ମୀ ବୋଲି କୁହାଯାଏ। ସେମାନେ ସକାଳୁ ସ୍ନାନ କରି ନିଜର ଦିନଚର୍ଯ୍ୟା ଆରମ୍ଭ କରିବା ନିହାତି ଦରକାର ଅଟେ। ଯାହାଦ୍ୱାରା କ'ଣ ହୋଇଥାଏ ନା, ଏହି ସମୟରେ ସ୍ନାନ କରୁଥିବା ବ୍ୟକ୍ତି ବିଶେଷ ମାନେ ବା ଗୃହିଣୀ ମାନେ ଯଦି ଏହି ସମୟରେ ସ୍ନାନ କରିଥାନ୍ତି, ତାଙ୍କ ଘରେ ଦେଖିଥିବେ ଯେ ଧନ ଜନିତ ସମସ୍ୟା ଦେଖାଯାଇଥାଏ। ସେଥିପାଇଁ କୁହାଯାଏ ଘରର ଗୃହିଣୀ ମାନେ ଯେତେ ପାରୁଛନ୍ତି ଜଲ୍ଦି ସ୍ନାନ କରିବା ଉଚିତ। ଏବେ ଯଦି ଆପଣଙ୍କର ଦେହ ଖରାପ ଅଛି, କିଛି ନହେଲେ ବି ଆଟଲିଷ୍ଟ ଆପଣ ଅଧା ସ୍ନାନ ବି କରିପାରିବେ। ରାତ୍ରିରେ ପିନ୍ଧିଥିବା ବସ୍ତ୍ରକୁ ବି ବଦଳାଇ ରୋଷେଇ କରିପାରିବେ। ଯଦି ଆପଣ ବିନା ସ୍ନାନ କରି ରୋଷେଇ କରୁଛନ୍ତି, ଏହା ତ ଜମା ବି ଠିକ ନୁହଁ। ତେଣୁ ଆପଣମାନେ ସ୍ନାନ କରିକି ହିଁ ରୋଷେଇ କରନ୍ତୁ। ଏବଂ ଭୁଲରେ ବି ଘରର ଗୃହିଣୀ ମାନେ ସକାଳ 7ଟାରୁ 11ଟା ଭିତରେ ସ୍ନାନ କରନ୍ତୁ ନାହିଁ। ଏହା ଘରକୁ ଏହିଭଳିଆ ଲୋକମାନଙ୍କୁ ଲକ୍ଷ୍ମୀ ଛଡ଼ା ବୋଲି କୁହାଯାଇଥାଏ। ତେଣୁ ଆପଣମାନେ ଏହିପରି ସ୍ନାନ ଜମା ବି କରନ୍ତୁ ନାହିଁ। ଏବେ ଯଦି ଯେଉଁମାନେ କର୍ମକ୍ଷେତ୍ରକୁ ଯାଉଛନ୍ତି, ଅଫିସକୁ ଯାଉଛନ୍ତି, ସେମାନେ ଯଦି ସକାଳ 7ରୁ 11 ଭିତରେ ସ୍ନାନ କରୁଥିବେ, ସେମାନଙ୍କ ଉପରେ ଟିକେ ଆଲୋଚନା କରିବା। ଦର୍ଶକ ବନ୍ଧୁ ଆଗରୁ ବି କହିଛି, ସକାଳ 8ଟା ପରେ ଯେଉଁମାନେ ସ୍ନାନ କରନ୍ତି ତାକୁ ରାକ୍ଷସ ସ୍ନାନ ବୋଲି କୁହାଯାଏ। ସକାଳ 6ରୁ 8 ଭିତରେ ଯେଉଁମାନେ ସ୍ନାନ କରନ୍ତି ତାକୁ ମାନବ ସ୍ନାନ ବୋଲି କୁହାଯାଏ। ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ନ କଲେ ବି ପାରନ୍ତୁ ଯେ ସକାଳ 6ରୁ 8ଟା ଭିତରେ ସ୍ନାନ କରିବା। ଯାହାଦ୍ୱାରା କ'ଣ ହୋଇଥାଏ ନା, ଆପଣ ମାନବ ସ୍ନାନ ତ କରିପାରୁଛନ୍ତି ଏବଂ ସକାଳ 8ଟା ପରେ ଯେଉଁମାନେ ସ୍ନାନ କରୁଛନ୍ତି ସେମାନଙ୍କୁ ରାକ୍ଷସ ସ୍ନାନ ବା ରକ୍ତ ସ୍ନାନ ବୋଲି କୁହାଯାଏ। ଏହି ସମୟରେ ଯେଉଁମାନେ ସ୍ନାନ କରନ୍ତି ତାଙ୍କର କର୍ମକ୍ଷେତ୍ରରେ ଉନ୍ନତି ହୋଇନଥାଏ। ତାଙ୍କର ଘରେ ସଦାସର୍ବଦା ରୋଗ ପୀଡ଼ିତ ରହିଥାନ୍ତି। ସେହି ବ୍ୟକ୍ତି ସବୁବେଳେ ଡିପ୍ରେସନ ବା ଚିନ୍ତାରେ ରହିଥାନ୍ତି ଏବଂ ଲୋକମାନଙ୍କ ପାଖରେ ଅସମ୍ମାନର ପାତ୍ର ହୋଇଥାନ୍ତି। ସମ୍ମାନ ପାଇବା ପାଇଁ ସେମାନେ ଶତ ଚେଷ୍ଟା କଲେ ବି ସମ୍ମାନ ପାଇପାରିନଥାନ୍ତି। ତେଣୁ ଏହି ସମୟରେ ସ୍ନାନ କରୁଥିବା ବ୍ୟକ୍ତି ବିଶେଷ ସଦାସର୍ବଦା ଦୁଃଖୀ ହୋଇଥାନ୍ତି। ପାରିବାରିକ କଳହ, କରଜ ସମସ୍ୟା ଏମିତି ଦିନକୁ ଦିନ ବଢିବାରେ ଲାଗିଥାଏ। ତେଣୁ ଏହି ସମୟରେ ଜମା ବି ଆପଣମାନେ ସ୍ନାନ କରନ୍ତୁ ନାହିଁ। ଏବେ ଯେଉଁମାନେ ସକାଳ 8ଟା ପରେ ସ୍ନାନ କରୁଛନ୍ତି, ଅର୍ଥାତ୍ ଯେଉଁ ବିଦ୍ୟାର୍ଥୀ ମାନଙ୍କୁ ଆପଣମାନେ ନିଜ ଘରର ଛୁଆମାନଙ୍କୁ ଆପଣ ଯଦି ସ୍ନାନ ନ କରି ବିଦ୍ୟାଳୟକୁ ପଠାଉଛନ୍ତି, ସେମାନଙ୍କ ଉପରେ ଟିକେ ଜାଣି ରଖନ୍ତୁ। ସ୍ନାନ କରି ଯଦି ଆମେ ଗୋଟିଏ କାମକୁ ଯିବା, ଦିନଟି ଭଲରେ ଯିବ ଏବଂ ସେହି କାମ ଆମର ସଫଳତା ପ୍ରାପ୍ତି କରିବା। ତେଣୁ ଆପଣମାନେ କ'ଣ କରନ୍ତୁ, ବିଦ୍ୟାର୍ଥୀମାନଙ୍କୁ ଚେଷ୍ଟା କରନ୍ତୁ ଯେ ସ୍ନାନ କରାଇକି ହିଁ ସ୍କୁଲକୁ ଛାଡ଼ିବେ। ସ୍ନାନ ଶୌଚାଦି ସବୁ କାର୍ଯ୍ୟ ସାରିବେ, ସକାଳ ଠାକୁରଙ୍କୁ ପ୍ରଣାମ କରିବେ, ନିଜର ଘରର ପିତାମାତାଙ୍କୁ ନମସ୍କାର କରିବେ, କରିକି ହିଁ ସେମାନେ ବିଦ୍ୟାଳୟକୁ ଯିବେ। ଏମିତି କରିବା ଦ୍ୱାରା କ'ଣ ହୋଇଥାଏ ନା ସେମାନଙ୍କର ବିଦ୍ୟାରେ ଉନ୍ନତି ହୋଇଥାଏ। ଆପଣମାନେ ଟିକେ ପରୀକ୍ଷା କରନ୍ତୁ। ଯେଉଁ ଛୁଆମାନେ ପାଠ ପଢ଼ାରେ କମଜୋର ଅଛନ୍ତି ଏବଂ ବାରମ୍ବାର ଶାରୀରିକ ପୀଡ଼ା ବା ଦେହ ଅସୁସ୍ଥ ରହୁଛି, ସେମାନଙ୍କୁ ଥରୁଟି ସକାଳୁ ସ୍ନାନ କରି ସ୍କୁଲକୁ ଛାଡ଼ିବା ପ୍ରାରମ୍ଭ କରିଦିଅନ୍ତୁ। ଦେଖିବେ ଆପଣଙ୍କର କିପରି ବିଦ୍ୟାରେ ସେହି ଛୁଆମାନେ କିପରି ବିଦ୍ୟାରେ ଉନ୍ନତି ହେବେ। ଏମିତି ଗୋଟିଏ ଦିନ କଲେ ତ ହେବ ନାହିଁ, ଆପଣଙ୍କୁ ରେଗୁଲାର କରିବା ପାଇଁ ପଡ଼ିବ। କୁହାଯାଏ ଅଭ୍ୟାସ ଦ୍ୱାରା ମଣିଷ ବହୁତ କିଛି ପରିବର୍ତ୍ତନ ହୋଇଥାଏ। ତେଣୁ ଅଭ୍ୟାସ କରନ୍ତୁ, ନିଶ୍ଚୟ ଆପଣଙ୍କର ପରିବର୍ତ୍ତନ ହେବ। ଏବେ ଦର୍ଶକ ବନ୍ଧୁ ଆପଣମାନେ କୁହନ୍ତୁ ଯେ ଆପଣମାନେ କେଉଁ ସମୟରେ ସ୍ନାନ କରୁଛନ୍ତି। ଏହି ଜିନିଷଟି ଆଜି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ସବୁବେଳେ ଚେଷ୍ଟା କରନ୍ତୁ ଯେ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରିବେ। କିଛି ନହେଲେ ବି ସକାଳ 7ଟା ପୂର୍ବରୁ ସ୍ନାନ କରିଦିଅନ୍ତୁ, ଯାହାଦ୍ୱାରା କି ଆପଣ ସଫଳତା ପାଇବେ। ଯେଉଁମାନେ କିଛି ସକାଳ ଦିନ 2ଟାରେ ବି ସ୍ନାନ କରିଥାନ୍ତି, ଦିନ 12ଟାରେ ବି ସ୍ନାନ କରିଥାନ୍ତି, ଏହି ସ୍ନାନ ଅସଫଳତାକୁ ନିମନ୍ତ୍ରଣ କରିଥାଏ। ଅର୍ଥାତ୍ ଆପଣ ଜାଣି ଜାଣି ନିଜ ଘରକୁ ଅସଫଳତା ବା ରୋଗକୁ ନିମନ୍ତ୍ରଣ କରୁଛନ୍ତି। ସ୍ନାନ ବି ବହୁତ ଜରୁରୀ ଅଟେ ଆଜ୍ଞା। ତେଣୁ ସ୍ନାନ ସମୟରେ କରନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।